ଜୟ ଜଗନ୍ନାଥ ସାଙ୍ଗମାନେ ଦେଖନ୍ତୁ ମୁଁ ଆଜି ସକାଳୁ ସକାଳୁ ଆମ ବିଲକୁ ଆସିଛି। ଆଉ ଜଣଙ୍କର ଧାନ କଟା ହେଉଛି, ସରିଲାଣି ବୋଧେ। ଆଉ ମୁଁ ଆଜି ଦେଖିବା ନାଗି ଯାଉଛି, ତାଙ୍କର କାଟିଲେଣି, ଆମର ହେଇଛି କି ନାହିଁ, ଆମ ଧାନ ପାଚିଛି କି ନାହିଁ ବାପା କହୁଥିଲେ ଦେଖିବା ନାଗି। ମୁଁ ସେଥିପାଇଁ ବିଲକୁ ସକାଳୁ ସକାଳୁ ଆସିଛି, ଆପଣମାନେ ଦେଖିପାରୁଥିବେ। ଆଉ ଆମ ବିଲ ଦେଖିପାରୁଥିବେ, ଏ ସବୁ ଧାନ ପାଚି ନାହିଁ, ଆମର ବହୁତ ଲେଟ୍ ହେଇଯାଇଛି ଧାନ ପାଚିବା। ଆପଣମାନେ ଦେଖିପାରୁଥିବେ ଧାନ ପାଚି ନାହିଁ, ଆହୁରି 10-15 ଦିନ ଲାଗିଯିବ ହେଲା ବେଳକୁ। ଆହୁରି ଚାଲନ୍ତୁ ଦେଖେଇବି ଆମର ବିଲ ସବୁ ଅଛି, ଆପଣମାନଙ୍କୁ କେଉଁଠି କେଉଁଠି ବିଲ ଅଛି ସବୁ ଦେଖେଇବି। ଦେଖନ୍ତୁ ଏଠି ମୁଁ କହୁନଥିଲି ଏ ମଉସାଙ୍କର ଧାନ କଟା ସରିଲାଣି, ବାନ୍ଧୁଛନ୍ତି ଆଜି। କାହିଁକିନା ଏ ସେର ବସିବ ଧାନ, ସେଥିପାଇଁ କାଟିକି ପକେଇ ଦେଇଥିଲେ, ଶୁଖି ଯାଇଛି। ଆଜି ତାଙ୍କର ବୋଇକି ନେବେ, ବାନ୍ଧୁଛନ୍ତି। ଏ 2 ଜଣ ବାନ୍ଧୁଛନ୍ତି, ଆପଣମାନେ ଦେଖିପାରୁଥିବେ। ଆମ ଇଆଡ଼େ ଏଇଭଳିଆ ବାନ୍ଧୁଛନ୍ତି ସବୁ। ଆପଣଙ୍କ ଇଆଡ଼େ କେମିତି ବାନ୍ଧନ୍ତି ପ୍ଲିଜ୍ ନିଶ୍ଚୟ କମେଣ୍ଟ କରି କହିବେ। ଆଉ ଆମର ଏମିତି ସବୁ ବିଡ଼ା ବିଡ଼ା କଟା ହେଇକି ଆମ ଇଆଡ଼େ ପଡ଼େ। ଆହୁରି ଦେଖେଇବି ଆମର ବିଲ ସବୁ ଅଛି, ଆମ ଧାନ ସବୁ ପାଚି ନେଇ ଆମର 20-25 ଦିନ ଖଣ୍ଡ ଲାଗିଯିବ, ଯାହା ଦେଖା ହେଉଛି ଧାନ କଟା ହେଲା ବେଳକୁ। ଆମ ଏଇଟା ଏଇଭଳିଆ ସବୁ ପାଇପ୍ କାଟିକି ପକାନ୍ତି, ଧାନ ସବୁ ବିଡ଼ା ପକାନ୍ତି। ଦେଖିପାରୁଥିବେ ଆମ ବିଲକୁ ମୁଁ ଆସିକି ଦେଖାଉଛି। ଆହୁରି ଦେଖନ୍ତୁ ଏଠି ଟୋଟାଲି ହେଇନି, ଇଏ ହେଲା ବେଳକୁ ଆହୁରି 15-20 ଦିନ ଲାଗିଯିବ। ଦେଖିପାରୁଥିବେ ଆପଣମାନେ, ଆଗକୁ ଆହୁରି ଦେଖାଉଛି, ଚାଲନ୍ତୁ। ଇଏ ପୁରା ଆମ ବିଲ ଏ ମୁଣ୍ଡରୁ ସେ ମୁଣ୍ଡ ଲାଗିଛି, ଆମର ହେଇନି। ଆମର କଟା ହେଲା ବେଳକୁ ଆହୁରି ବହୁତ ଦିନ ଲାଗିଯିବ। ଚାଲନ୍ତୁ ମୁଁ ଘରକୁ ଯାଉଛି, ଆମ ଘର ସେଇଠି। ଆହୁରି କାଲି ହାଟକୁ ଯିବି, ଆପଣମାନଙ୍କୁ ହାଟରେ ପହଞ୍ଚି ସାରି ମୁଁ ଦୋକାନ ଦେଖେଇବି। ରହୁଛି, ଜୟ ଜଗନ୍ନାଥ।